ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଗଜପତି ଜିଲ୍ଲା ରା ଉଦୟଗିରିରେ ଏପ୍ରିଲ 2 ତାରିଖ ମଙ୍ଗଳବାର ବିପଦର ବନ୍ଧୁ ରା ଉଦୟଗିରି ଶାଖା ଗଜପତି ଓ ରା ଉଦୟଗିରି ଗ୍ରାମ ପଞ୍ଚାୟତ ଏବଂ ଓଡ଼ିଶାର ସର୍ବବୃହତ ଚକ୍ଷୁ ଚିକିତ୍ସାଳୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଲା ହିଞ୍ଜିଳି କାଟୁଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ରା ଉଦୟଗିରି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଭିଡ଼ିଓ ଶ୍ରୀଯୁକ୍ତ ଲରିମନ ଖଡ଼ସେଲ ମୁଖ୍ୟ ଅତିଥି ଓ ଶ୍ରୀଯୁକ୍ତ ଶିବରାମ ପାତ୍ର ଶିଳ୍ପପତି ଶ୍ରୀଯୁକ୍ତ ଗିରିଜାଶଙ୍କର ନାୟକ ଉପସଭାପତି ବଣିକ ସଂଘ ସମ୍ମାନୀୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ। ଶିବିରରେ ବିପଦର ବନ୍ଧୁ ରା ଉଦୟଗିରି ଶାଖା ଗଜପତିର ସଦସ୍ୟଗଣ ଯଥା ଶ୍ରୀ ଆଲୋକ କୁମାର ଦଳାଇ, ଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ର, ଶ୍ରୀ ବନ୍ଦନ କୁମାର ପାଇକ, ଶ୍ରୀ ବଳରାମ କାର୍ଜି, ଶ୍ରୀ ନିରଞ୍ଜନ ବେହେରା, ଶ୍ରୀ ପପୁ ମାଳଦଣ୍ଡ ସେନା, ଶ୍ରୀ ସନ୍ତୋଷ କୁମାର ଦଳାଇ, ଶ୍ରୀ ରାଜୁ କୁମାର କାର୍ଜି ଓ ବିପଦର ବନ୍ଧୁ ଅଡ଼ପା ଶାଖାର ଶ୍ରୀ ସନ୍ତୋଷ କୁମାର ସାହୁ, ଶ୍ରୀ ଜଗନ୍ନାଥ କୁମାର ଏବଂ ରା ଉଦୟଗିରିର ସମସ୍ତ ଗ୍ରାମବାସୀ ସମାଜସେବୀମାନେ ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ସମସ୍ତ ପ୍ରକାର ଚକ୍ଷୁର ପରୀକ୍ଷା ନିଃଶୁଳ୍କ କରାଯାଇଥିଲା। ମୋଟ 119 ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। 30 ଜଣଙ୍କୁ ଚଷମା ଦିଆଯିବା ସହ ମୋଟ 55 ଜଣଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ 35 ଜଣଙ୍କୁ ଅସ୍ତ୍ରୋପଚାର ସହ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲକୁ ନିଆଯାଇଥିଲା। 9 ଜଣଙ୍କର ରେଟିନା ଚେକଅପ୍ କରାଗଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟର ଷ୍ଟାଫ୍ ଶ୍ରୀ ନଳିନୀକାନ୍ତ ରାଉତ, ଶ୍ରୀ ସାଗର ମହାନ୍ତି, ମିସ୍ ମିସ୍ଲୋନି ସବର, ମିସ୍ ମିନି ମାଝୀ ଓ ଶ୍ରୀ ଇପିଲି ସାକିଲି ଶ୍ରୀ ସମୀର କୁମାର ଶିବିରକୁ ପରିଚାଳନା କରିଥିଲେ। ରା ଉଦୟଗିରିରୁ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ରିପୋର୍ଟ, ପ୍ରୟାଗ ଖବର।